ଆଜି ଗୋଟିଏ ଏପରି ବିଷୟ ଦେଖିବା ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କରିବା ସମୟରେ ଯେଉଁକି ଗୋଟିଏ ଅଙ୍ଗ ରଖିଦେଲେ ପାଞ୍ଚ ଇନ୍ଦ୍ରିୟ କୁହାଯାଏ ସେଇ ମଧ୍ୟରୁ ଗୋଟିଏ ଇନ୍ଦ୍ରିୟ ଯାହାକୁ ଆମେ ମୁଖ ବୋଲି କହୁ ବା ପାଟି ବୋଲି କହିଥାଉ। ପରମେଶ୍ୱରଙ୍କର ମୁଖ କଣ ଏବଂ ମନୁଷ୍ୟର ମୁଖ କଣ? ଆମେ ଅନେକ ଥର ଏହି ବାକ୍ୟକୁ ଶୁଣିଥିବା। ମୁଁ ଯେ ଆପଣମାନଙ୍କୁ ଏକ ନୂତନ ବିଷୟ କହିବି ତାହା ନୁହଁ, କିନ୍ତୁ ଯେତେବେଳେ ଆମେ ପ୍ରଭୁଙ୍କ ସାନ୍ନିଧ୍ୟରେ ବସୁ ଆମେ ନିଜକୁ ସଜାଡ଼ିବା ଏବଂ ପରମେଶ୍ୱରଙ୍କ ଠାରୁ ରବ ଶୁଣିବା ପାଇଁ ଆମେ ନିଜକୁ ପ୍ରସ୍ତୁତ କରିବା। ଜଣେ ବ୍ୟକ୍ତି ଯେ କିଏ କଥା କହିପାରେ, ପରମେଶ୍ୱର ଆମମାନଙ୍କୁ କଥା କୁହନ୍ତି, ଯେଉଁ ମୁଖ ସେ ଉନ୍ମୁକ୍ତ କରନ୍ତି ତାଙ୍କ ମୁଖର ବାକ୍ୟକୁ ଆମେ ଶୁଣିବା। ମନୁଷ୍ୟର ମୁଖର ବାକ୍ୟକୁ ନ ଶୁଣି ଯେଉଁ ମୁଖର ବାକ୍ୟ ପରମେଶ୍ୱର ଅନେକଙ୍କୁ ଶୁଣେଇଛନ୍ତି ଏବଂ ଅନେକଙ୍କୁ ଜୀବନ ପ୍ରଦାନ କରିଛନ୍ତି, ଅନେକଙ୍କୁ ସେଇ ମୁଖ ଦ୍ୱାରା ଆଶୀର୍ବାଦ କରିଛନ୍ତି, ସେଇ ମୁଖର ରବକୁ ଆଜି ଆମେ ଶୁଣିବା। ଯେଉଁ ମୁଖ କି ପରମେଶ୍ୱର ନିଜେ ତିଆରି କରିଛନ୍ତି, କାରଣ ସେ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କଲେ ଏବଂ ସେହି ମନୁଷ୍ୟ ଯେପରିକି ମନୁଷ୍ୟ ହେଇ ପ୍ରଭୁଙ୍କୁ କେତୋଟି ବିଷୟରେ ସେ ଏଇ ମୁଖ ସ୍ୱୀକାର କରିପାରିବ। ଆମେ ଯଦି ହିସାବ କରିବା, ବାଇବେଲ ଲେଖାଯାଇଛି ପୁରାତନ ନିୟମରେ 442 ଥର ମୁଖ ବିଷୟ ଲେଖାଯାଇଛି। ଆଉ ନୂତନ ନିୟମରେ ଯେତେବେଳେ ଆମେ ଦେଖୁଛୁ, ନୂତନ ନିୟମରେ ମଧ୍ୟ 390 ଥର ମୁଖ ବିଷୟରେ ଲେଖାଯାଇଛି ଏବଂ ମୁଖ ଗୁଡ଼ିକ ବିଷୟରେ 18 ଥର ଲେଖାଯାଇଛି। ଏ ମୁଖ କାହିଁକି ଏତେ ବ୍ୟବହାର କରାଯାଇଛି? ବର୍ଷକୁ ଯଦି 365 ଦିନ ଥରେ ଯଦି ବ୍ୟବହାର କରାଯାଏ ମୁଖ ଗୋଟିଏ ଦିନରେ, ତଥାପି ମଧ୍ୟ ମୁଖର ବିଷୟ ଅନେକ ବଳି ପଡ଼େ। ସେହିପରି ଆଜି ଏପରି ମୁଖ ଆମେ ଦେଖିବା ଯେ ପରମେଶ୍ୱରଙ୍କର ମୁଖ। ଯେତେବେଳେ ଆଦମକୁ ଅଭାଙ୍କୁ ସେ ନିର୍ମାଣ କଲେ, ତାଙ୍କ ପରିବାର ଦେଲେ, ପ୍ରଥମେ ତ ଚିତ୍କାର କରିବାର ଏକ ମୁଖକୁ ଆମେ ଦେଖିଲୁ, ଯାହାକି ମନୁଷ୍ୟ ଜଣେ ଚିତ୍କାର କଲେ। ଯେତେବେଳେ ତାଙ୍କୁ ଆଘାତ ହେଲା, ଯେତେବେଳେ ତାଙ୍କର ପ୍ରାଣ ନିଆଗଲା, ଯେତେବେଳେ ତାଙ୍କୁ ମୃତ୍ୟୁକୁ ପହଞ୍ଚାଇ ଦିଆଗଲା, ସେତେବେଳେ ସେହି ରକ୍ତ ଚିତ୍କାର କଲା। ଯଦି ଆଦି ପୁସ୍ତକ ତାର 4 ଅଧ୍ୟାୟ ଆମେ ଯଦି 11 ପଦକୁ ଆମେ ଅଧ୍ୟୟନ କରିବା, ସେଥିରେ ଆମେ ଗୋଟିଏ ବାକ୍ୟକୁ ଆମେ ଦେଖିପାରିବା, ମୁଖ ଚିତ୍କାର କଲା। ଏଥିରେ ଆମେ ଦେଖିବାକୁ ପାଉଛୁ ଗୋଟିଏ ମୁଖ ଯେତେବେଳେ କି ଚିତ୍କାର କଲା, ସେଇ ମୁଖ ଚିତ୍କାର କରିବାରୁ ଜାଗାକୁ ଅଭିଶାପ ଆସିଲା। ତ ସେଇ ମୁଖ ପ୍ରଥମ ମୁଖ ଯାହାକି ପରମେଶ୍ୱରଙ୍କୁ ଚିତ୍କାର କରିଥିଲା। ତା ପୂର୍ବ ଆମେ ଯେତେବେଳେ ଦେଖିବା, ଆଦମ ଏବଂ ହବାଙ୍କ ମୁଖ ମିଥ୍ୟା କହିଥିଲା, ଅନ୍ୟକୁ ନିନ୍ଦା କରିବା ମୁଖ ଥିଲା ସେମାନଙ୍କର। କିନ୍ତୁ ଯେତେବେଳେ ଆମେ ଅନେକ ଭବିଷ୍ୟ ବକ୍ତା ମାନଙ୍କୁ ଦେଖୁଛୁ, ରାଜା ମାନଙ୍କୁ ଦେଖୁଛୁ, ଯାଜକ ମାନଙ୍କୁ ଦେଖୁଛୁ, ସେମାନଙ୍କର ମୁଖ ପରମେଶ୍ୱରଙ୍କର ବାକ୍ୟକୁ ବା ଜୀବନ୍ତ ମୁଖର ବାକ୍ୟକୁ ସେମାନେ ଭୋଜନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଜିହିଜିକଲ ତାର 3 ଅଧ୍ୟାୟ 1 ପଦକୁ ଯେତେବେଳେ ଆମେ ଅଧ୍ୟୟନ କରୁ, ସେତେବେଳେ ଦେଖିବା ସେ ନଳାକାର ପୁସ୍ତକ ଭୋଜନ କରିବା ପାଇଁ ସେ କହୁଛନ୍ତି। ଏଇ ମୁଖର ବାକ୍ୟକୁ ଯେତେବେଳେ ଭୋଜନ କରିବେ, ନିଜର ଖାଲି ତୃପ୍ତି ହେବା ନିମନ୍ତେ ତାହାକୁ ଭୋଜନ କରିନାହାନ୍ତି, ତ ଅନ୍ୟମାନଙ୍କୁ ରକ୍ଷା କରିବା ନିମନ୍ତେ ଯାଇ କୁହ, ଯୋଉମାନେ କି ରକ୍ଷା ପ୍ରାପ୍ତ ହେବେ,
जो माने कि उद्धार प्राप्त हेबे, जो माने परित्राण प्राप्त हेबे, जो माने रक्षा पाइबे, जो माने मोहर लोक हेबे, सेई मुखर परमेश्वर मुखर वाक्य जो माने बोधन करती अन्य मानक निमंते जीवनर मुख को से माने प्रकाश करती। आमे जेतेबेले भोजन करी मुख कौन करे, निज शरीर निमंते अनेक खाद्य को भोजन करे, शरीरर बल पाइबा निमंते अनेक सुंदर सुंदर खाना खाइबा को इच्छा करे। ए मुख दिन को दिन भेराइटी फूड्स खाइबा ପାଇଁ इच्छा करे। गीत संहिता 103:5 ଲେଖାଇଛି, से उत्तम वस्तुरे तुम्भ मुख तृप्त करନ୍ତି। यस, दाऊद एपरि कहବାକୁ ଚାହାନ୍ତି, ଆମମାନଙ୍କ ମୁଖକୁ ସେ ତୃପ୍ତ କରନ୍ତି, ଖାଦ୍ୟ ଦିଅନ୍ତି, କିନ୍ତୁ ଏଇ ମୁଖ ଖାଲି ଖାଇବ ନାହିଁ, ଏଇ ମୁଖ କହିବ। ତ ପରମେଶ୍ୱରଙ୍କର ମୁଖ ଯେତେବେଳେ କି ଜିଜିକନ କହିଲେ, ଆଉ ଗୋଟିଏ ପଦ ଦେଖିବା ଆମେ ତାର 13 ଅଧ୍ୟାୟ ତାର 16 ପଦକୁ ଯେତେବେଳେ ଆମେ ଦେଖିବା, ତ ପରମେଶ୍ୱର ଚାହୁଁଛନ୍ତି ମୁଖ ଖୋଲିବା ଏବଂ ଯୋଉମାନେ କି ଭୁଲ କରନ୍ତି ସେଇମାନଙ୍କ ବିରୁଦ୍ଧରେ ପ୍ରଚାର କରିବା। ତାର ବିରୁଦ୍ଧ ଅର୍ଥ କଣ? ସେମାନଙ୍କୁ ମନ୍ଦ ଠାରୁ ରକ୍ଷା କରିକି ଆଣିବା ମୁଖ, ଉଦ୍ଧାର କରିକି ଆଣିବା ମୁଖ। ସେମାନଙ୍କୁ ଯେତେବେଳେ ସେମାନେ ମୃତ୍ୟୁ ଆଡକୁ ଯାଉଛନ୍ତି, ମୃତ୍ୟୁକୁ ନ ଯାଇ ସେମାନେ ଯେପରି ଜୀବନ୍ତ ଆଡକୁ ଫେରି ଆସିବେ, ସେଇପରି ମୁଖ, ସେଇ ମୁଖକୁ ବ୍ୟବହାର କରିବା ପାଇଁ ପରମେଶ୍ୱର କହୁଅଛନ୍ତି। ଆଉ ଗୋଟିଏ ପୁସ୍ତକ ଆମେ ଦେଖିବା ଯେ ପ୍ରକାଶିତ ବାକ୍ୟ ତାର 10 ଅଧ୍ୟାୟ 8 ଏବଂ 9 ପଦକୁ ଆମେ ଅଧ୍ୟୟନ କରିବା, ଯୋଉ କି ପରମେଶ୍ୱରଙ୍କର ମୁଖର ବାକ୍ୟ। ଏଥିରେ ଯୋହନ କଣ କରୁଛନ୍ତି? ସେ ଭୋଜନ କରୁଛନ୍ତି। ଆମମାନଙ୍କୁ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ପ୍ରଭୁଙ୍କ ବାକ୍ୟକୁ ଆମେ ଭୋଜନ କରିବା। ଯେଉଁ ପୁସ୍ତକ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ତାହା ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଅଟେ। ଶରୀର ନିମନ୍ତେ ଯେପରି ଦୈନନ୍ଦିନ ଜୀବନରେ ଆମେ ଏଇ ମୁଖରେ ଆମେ ଖାଦ୍ୟ ଭୋଜନ କରୁ, ଦୈନନ୍ଦିନ ଜୀବନରେ ଯେତେବେଳେ ଆମେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ କମ୍ ସେ କମ୍ ଏଇ ଆତ୍ମା ବା ଜୀବନକୁ ବଞ୍ଚାଇବା ପାଇଁ ଯେତେବେଳେ ଆମେ ଦଉ, ପରମେଶ୍ୱରଙ୍କର ବାକ୍ୟକୁ ଆମେ ଭୋଜନ କରିବା। ଆମେ କେତେ ଥର ଆମେ ପାଟି କରି କେତେବେଳେ ଆମେ ବାକ୍ୟକୁ ପଢି ନଥାଉ, ଆମେ ଖାଲି ଆଖିରେ ଦେଖିକି ଧୀରେ ଧୀରେ ଆମେ ଖାଲି ଦେଖିକି ଆମେ ଯାଇଥାଉ। କିନ୍ତୁ ବାଇବେଲ ଆମମାନଙ୍କୁ ଏପରି କୁହେ, ତେ ମୁଖ ଖୋଲିକି ମେଲେଇକି ଯେପରିକି ଜିହିଜିକନକୁ ପରମେଶ୍ୱର ତୁମ ମୁଖ ଫିଟାଅ, ସେଥିରେ ଆମେ ତୁମକୁ ପୂର୍ଣ୍ଣ କରିବା। ଆମେ ମୁଖ ଖୋଲିକି ଯେତେବେଳେ ବାଇବେଲର ପଦକୁ ଆମେ ଅଧ୍ୟୟନ କରିବା, ଆମେ ସେଥିରେ ଜୀବନ ପ୍ରାପ୍ତ କରିବା, ଆମେ ଜୀବନ ପାଇବା। କାରଣ ଏଇ ବାକ୍ୟ ଜୀବନ ଅଟେ। এই বাক্য যে মৃত্যু নুহে, এই বাক্য যে মৃত্যু পরি যে মলা ଲୋକଙ୍କ ପରି ଧୀରେ ରହିକି ଆଖି ଖାଲି ମିଞ୍ଜି ମିଞ୍ଜି କରି ଦେଖିକି এই ବାଇବେଲକୁ ଅଧ୍ୟୟନ କରିବା ଠିକ ନୁହେଁ। ବାଇବେଲକୁ ଯେତେବେଳେ ଆମେ ଅଧ୍ୟୟନ କରୁଛୁ, ଆମେ ତାକୁ ଡିକ୍ଲାରେସନ ବା ତାକୁ ଘୋଷଣା କରି ପଢିବାକୁ ପଡେ। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ମଧ୍ୟ କହିଲେ, ତମେ ଯାଅ ପ୍ରଚାର କର, এই ମୁଖ ଦ୍ୱାରା ପ୍ରଚାର କର। ଯଦି ମୁଖ ଖୋଲିବ ନାହିଁ ତ ପ୍ରଚାର କେମିତି ହେବ? এই ମୁଖକୁ ଏଥିପାଇଁ ଦିଆଯାଇଛି, ବାଇବେଲ ଅଧ୍ୟୟନ କଲା ବେଳେ, ବାଇବେଲ ପଢିଲା ବେଳେ ଆମେ ଯେପରିକି ମୁଖ ଖୋଲିକି ଅଧ୍ୟୟନ କରୁ, ଯେପରି ଅନେକ ଲୋକମାନେ ଆମେ ଶୁଣୁଛୁ, ତାହା ଆମମାନଙ୍କ ଜୀବନରେ ତାହା କାର୍ଯ୍ୟ ସାଧକ ହୁଏ। ପରମେଶ୍ୱରଙ୍କର ବାକ୍ୟ ବିଧାଡ଼ ଖଡ୍ଗ ଠାରୁ ତୀକ୍ଷ୍ଣତର ଅଟେ, ତାହା ଆମମାନଙ୍କ ଜୀବନରେ କାର୍ଯ୍ୟ କରେ। ଯେତେବେଳେ ଆମେ ମୁଖ ଖୋଲିକି ପଢିବା, ଯେତେବେଳେ ଆମେ ବାଇବେଲକୁ ଆମେ ପାଟି କରି ପଢିବା, ସେତେବେଳେ ଆମମାନଙ୍କ ଜୀବନରେ ଆଶୀର୍ବାଦ ଆସେ, ଜୀବନ ଆସେ। ଆସୁ ଆଉ ଗୋଟେ ପଦ ଆମେ ଦେଖିବା, ହିତୋପଦେଶ ତାର 2 ଅଧ୍ୟାୟ 6 ପଦରେ,
ପରମେଶ୍ୱରଙ୍କ ବାକ୍ୟରୁ ସେ ଜ୍ଞାନ ଏବଂ ବୁଦ୍ଧି ନିର୍ଗତ ହୁଏ। ପରମେଶ୍ୱରଙ୍କର ମୁଖରୁ ଯେଉଁ ବାକ୍ୟ ଆମମାନଙ୍କ ଜୀବନରେ କାର୍ଯ୍ୟ କରେ, ତାହା ଆମକୁ ଜୀବନରେ ଜ୍ଞାନ ଦିଏ ଏବଂ ଜୀବନ ମଧ୍ୟ ଦିଏ। ସେଇ ବାକ୍ୟ ଆମ ଜୀବନରେ ନିର୍ଗତ ହେବା ଦରକାର, ଆବଶ୍ୟକ। ଆମେ ଯେତେବେଳେ କି ବାକ୍ୟକୁ ପଢୁ, ଆମେ ସ୍ଥିର କରିକି ଗୋଟିଏ ଜାଗାରେ ଆମେ ଗୋଟିଏ ପଦ ପଢିକି ଫୁଲ ଷ୍ଟପ୍ କରିବାକୁ ନାହିଁ, ତାର ଆମେ ରେଫରେନ୍ସକୁ ଦେଖିବା। ଗୋଟିଏ ପରେ ଗୋଟିଏ ନିର୍ଗତ ହେବାକୁ ପଡିବ। ଆମ ଜୀବନରେ ଯେପରିକି ଆମେ ଖାଦ୍ୟ ପାଟିରେ ପୁରେଇଲେ ତାହା ଯେପରି ଉଦର ମଧ୍ୟକୁ ଯାଏ ଏବଂ ସେଥିରେ ସଞ୍ଚିତ ହୁଏ, ଆମେ ଯେପରି ଜଳକୁ ଆମେ ଯଦି ଉଚ୍ଚ ସ୍ଥାନକୁ ଛାଡୁ, ଉଚ୍ଚ ସ୍ଥାନରୁ ସେ ତଳକୁ ଯେପରି ନିର୍ଗତ ହୁଏ, ସେହିପରି ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କର ପ୍ରତ୍ୟେକଟି ଅନ୍ତର ମଧ୍ୟରେ ନିର୍ଗତ ହେବା ଆବଶ୍ୟକ। ହାଲେଲୁୟା। ଆମର ହୃଦୟ ମଧ୍ୟରେ କାର୍ଯ୍ୟ କରିବା ଆବଶ୍ୟକ, ଆମ ମସ୍ତକ ମଧ୍ୟରେ କାର୍ଯ୍ୟ କରିବା ଆବଶ୍ୟକ, ଆମ ଯେତେବେଳେ କି ଆତ୍ମା ମଧ୍ୟରେ, ଆମର ଶରୀର ମଧ୍ୟରେ, ପ୍ରତ୍ୟେକଟି ଆମର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ତାହା କାର୍ଯ୍ୟ କରିବା ଦରକାର, ତାହା ନିର୍ଗତ ହେବା ଦରକାର। କାରଣ ତାହା ମଧୁ ପରି ସୁମିଷ୍ଠ, ତାହା ମଧୁ ଚାକ ଠାରୁ ଅଧିକ ସୁମିଷ୍ଠ ଲାଗେ। ସେଇ ବାକ୍ୟ ଆମ ଜୀବନରେ ଯେତେବେଳେ ଆମେ ପଢୁ, ତାହା ଜ୍ଞାନ, ଯେତେବେଳେ ଜ୍ଞାନ, ଯେଉଁମାନେ କି ପରମେଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରନ୍ତି, ସେମାନେ ଦୈନନ୍ଦିନ ଜୀବନରେ ଜ୍ଞାନକୁ ଲାଭ କରନ୍ତି। ଆଜି ଅନେକ ଲୋକମାନେ ଅନେକ ପୁସ୍ତକ ପଢନ୍ତି, ଜଗତର ପୁସ୍ତକ ଅନେକ ଲୋକମାନେ ପଢନ୍ତି, ଅନେକ ଲାଇବ୍ରେରୀକୁ ଯାଆନ୍ତି, କିନ୍ତୁ ଯେଉଁମାନେ କି ପବିତ୍ର ଧର୍ମଶାସ୍ତ୍ରକୁ, ବାଇବେଲକୁ ପ୍ରତ୍ୟେକ ଦିନ ସେମାନେ ଏଇ ମୁଖରୁ ଖୋଲିକି, ପାଟି ଖୋଲିକି ଅଧ୍ୟୟନ କରନ୍ତି, ସେମାନଙ୍କ ପାଖରେ ଜ୍ଞାନର ଅଭାବ ହେବ ନାହିଁ। ବାକ୍ୟରେ ଲେଖାଯାଉଛି ପରମେଶ୍ୱର ହିଁ ଜ୍ଞାନ ଅଟନ୍ତି। ସେଇ ମୁଖର ବାକ୍ୟ ଯେଉଁମାନେ ଶୁଣନ୍ତି ସେ ଜ୍ଞାନରେ ପରିପୂର୍ଣ୍ଣ ହୁଅନ୍ତି, ତାଙ୍କ ଲୋକମାନଙ୍କୁ ସେ ଜ୍ଞାନରେ ପରିପୂର୍ଣ୍ଣ କରନ୍ତି। ଆଉ ଗୋଟେ ବାକ୍ୟକୁ ଆମେ ଅଧ୍ୟୟନ କରିବା, ହିତୋପଦେଶ 21 ଅଧ୍ୟାୟ 23 ପଦକୁ ଆମେ ଅଧ୍ୟୟନ କରିବା, ଯେ ଆପଣ ଜିହ୍ୱା ସେ ରକ୍ଷା କରେ, ଆପଣ ମୁଖ ରକ୍ଷା କରେ, ସେ ଆପଣ ପ୍ରାଣକୁ ରକ୍ଷା କରେ। ଯେତେବେଳେ ମୁଖ କୁହେ, ତାହା ଏକ ରକ୍ଷା କରିବାର ମୁଖ ଅଟେ। ପ୍ରାଣକୁ ରକ୍ଷା କରିବ। ରକ୍ତରେ ପ୍ରାଣ ଥାଏ। ଯେତେବେଳେ କି ହେବଲଙ୍କର ରକ୍ତ ଚିତ୍କାର କଲା, ତାହା ପରମେଶ୍ୱରଙ୍କ ନିକଟରେ ପହଞ୍ଚିଲା। ସେଇ ମୁଖ ଚିତ୍କାର କଲା, ସେଇ ରକ୍ତ ଚିତ୍କାର କଲା, এই ପ୍ରାଣ ମୁଖ ଦ୍ୱାରା ଚିତ୍କାର କରେ। এই ଆମମାନଙ୍କର ପ୍ରାଣ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେଇପାରେ ଯେତେବେଳେ ମୁଖ ଖୋଲିଦିଏ। ଆମେ ଏଇ ମୁଖ ସେଥିପାଇଁ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଯୋଉଦ୍ୱାରା କି ଆମମାନେ ଅନେକଙ୍କ ପ୍ରାଣକୁ ବଞ୍ଚେଇ ପାରିବା। ଆଜି ଅନେକଙ୍କ ପ୍ରାଣ ନିମନ୍ତେ ଏଇ ମୁଖ ପ୍ରାର୍ଥନାରେ ନିବିଶ୍ଚିତ ହୋଇ ରହିବା। ପ୍ରାର୍ଥନାରେ କହିବା, ଆଜି ଯେତେବେଳେ ଆମେ ପ୍ରାର୍ଥନା କରୁଥିଲେ କଟକ ଏରିଆ ପାଇଁ, ଅନ୍ୟାନ୍ୟ ଏରିଆ ପାଇଁ ଯେଉଁମାନେ ଆଜି ସମସ୍ୟାରେ ପଡିଛନ୍ତି, ସେଇମାନଙ୍କ ପାଇଁ ଆସୁ ଆମେ ପ୍ରାର୍ଥନା କରିବା। ଆମେ ବେଳେ ବେଳେ ଭୟଭୀତ ହେଇଥାଉ, କିନ୍ତୁ ଏଇ ମୁଖ ଚିତ୍କାର କରିବ। ସେତେବେଳେ ବାର୍ଟିମେୟ ଅନ୍ଧ କଣ କଲେ, ଯେତେବେଳେ ଯୀଶୁ ଖ୍ରୀଷ୍ଟ ଯାଉଛନ୍ତି, ସେ ମୁଖ ତାକୁ ବନ୍ଦ କରିପାରେ ନାହିଁ, ସେ ଚିତ୍କାର କଲେ, ହେ ଦାଉଦ ସନ୍ତାନ ଯୀଶୁ ମତେ ରକ୍ଷା କର। ସେତେବେଳେ ଯୀଶୁ ଖ୍ରୀଷ୍ଟ ଠିଆ ହେଇ ପଡିଲେ। ଆଜି ପ୍ରଭୁ ମୋ ଦେଇ ଏବଂ ଆପଣଙ୍କ ଦେଇ ମଧ୍ୟ ଗତି କରୁଛନ୍ତି। ଆମମାନଙ୍କର ଚିତ୍କାର ସେ ଶୁଣୁଛନ୍ତି କି? ଆମେ ଅନେକ ଚିତ୍କାର କରୁଛୁ। ଆଜି ଅନେକ ଲୋକମାନେ ବାଦ୍ୟ ଯନ୍ତ୍ର, ଅନେକ ମାଉଥ ପିସ୍, ବଡ ବଡ ବକ୍ସକୁ ବ୍ୟବହାର କରି ଚିତ୍କାର କରି କରି କହୁଛନ୍ତି, କିନ୍ତୁ ଆମ ଜୀବନର ଯେଉଁ କି ନିଶ୍ୱାସ ପ୍ରଶ୍ୱାସର ଚିତ୍କାର, ଆଜି ପ୍ରଭୁ ଚାହାନ୍ତି ପ୍ରାର୍ଥନାର ସହିତ ଆମେ ବସିବା, ଯୋଉଦ୍ୱାରା କି ପ୍ରଭୁ ରକ୍ଷା କରିବେ। ଏପରି ଦିନ ଆସୁଅଛି, ଆମେ ଯାହା ଚିହ୍ନ ଏବଂ ଲକ୍ଷଣ ଦେଖୁଅଛୁ, এই ମୁଖ ଏଗୁଡାକ ପାଇଁ ଆଜି ବନ୍ଦ ନ ରହୁ। এই ମୁଖ ଯେତେ ସମ୍ଭବ ସେତେ ଚିତ୍କାର କରି ପରମେଶ୍ୱରଙ୍କ ନିକଟକୁ ସେଇ ରବକୁ ପହଞ୍ଚେଇବା। ଯେପରିକି ହେବଲଙ୍କର ସେଇ ରକ୍ତ ହେବଲଙ୍କର ମୁଖ ଚିତ୍କାର କରି ପରମେଶ୍ୱରଙ୍କ ନିକଟକୁ ପହଞ୍ଚିଥିଲା, ଆଜି ଆମମାନଙ୍କ ଜୀବନରେ ତାହା ହେବାକୁ ପଡିବ।
ଜଣେ ପରେ ଜଣେ ଆମେ ଯେପରିକି ଆମେ 24 ଘଣ୍ଟିଆ ଚେନ୍ ପ୍ରେୟାର ମଧ୍ୟ ଦରକାର ହେଲେ କରିବାକୁ ପଡିବ। ଚିତ୍କାର କରିବାକୁ ପଡିବ। ନିରବ ନ ହୋଇ ଚିତ୍କାର କରି ଘୋଷଣା କରି ଚିତ୍କାର କରିବା। ଜହନ ମଧ୍ୟ ଯେପରିକି ଚିତ୍କାର କରି ପ୍ରଭୁଙ୍କର ପ୍ରଚାର କରୁଥିଲେ। ସେ ପ୍ରାନ୍ତର ମଧ୍ୟରେ ଚିତ୍କାର କରୁଥିଲେ। ସେ ଅନେକଙ୍କୁ କହୁଥିଲେ ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଆମମାନଙ୍କର ସେହି ଚିତ୍କାର ରବ ଏଇ ମୁଖ ଦ୍ୱାରା ଆଜି ହଉ, ଆମମାନଙ୍କର ଘୋଷଣା ଏପରି ହଉ। ମଶା ଯେତେବେଳେ କି ଫାରଙ୍କ ନିକଟକୁ ଯାଉଅଛନ୍ତି, ସେ କହୁଅଛନ୍ତି ଆମ୍ଭ ଲୋକମାନଙ୍କୁ ତୁମେ ଛାଡ଼ିଦିଅ। ଅଧିକାରକୁ ବ୍ୟବହାର କରୁଛନ୍ତି। ସେ ମୁଖରେ କହୁଅଛନ୍ତି, ସେ ଅଧିକାରକୁ ପ୍ରୟୋଗ କରୁଛନ୍ତି। ଏଇ ମୁଖର ବାକ୍ୟକୁ ଆମେ ଅଧିକାର ସହିତ ବ୍ୟବହାର କରିବା। ଅନେକ ଥର ଯୀଶୁଖ୍ରୀଷ୍ଟ ସେଇ ମୁଖର ବାକ୍ୟକୁ ବ୍ୟବହାର କଲେ। ଶିଷ୍ୟମାନେ ମୁଖର ବାକ୍ୟକୁ ବ୍ୟବହାର କଲେ। ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଉଠେଇବା ପାଇଁ ମୁଖ ବ୍ୟବହାର କଲେ। ରୋଗୀଙ୍କୁ ଉଠେଇବା ପାଇଁ ମୁଖ ବ୍ୟବହାର କଲେ। ଆଜି ଅନ୍ୟମାନଙ୍କୁ ରକ୍ଷା କରିବା ନିମନ୍ତେ ମୁଁ ଏବଂ ଆପଣ ଏଇ ମୁଖକୁ ବ୍ୟବହାର କରିବା। ଅନ୍ୟମାନଙ୍କ ନିକଟରେ ସୁସମାଚାର ପହଞ୍ଚିବା ପାଇଁ ଏଇ ମୁଖକୁ ଆମେ ବ୍ୟବହାର କରିବା। ଏଇ ମୁଖ ଯେ ପରମେଶ୍ୱରଙ୍କର ଦେଇଥିବା ମୁଖ ଅଟେ। ରୋମିଓ ପୁସ୍ତକ ତାର 10 ଅଧ୍ୟାୟ 9 ପଦରେ ଆମେ ଗୋଟିଏ ଦେଖିବା, ଯେଉଁ ମୁଖ କି ଆଜି ଆଶୀର୍ବାଦ କରିପାରେ, ସେଇ ମୁଖ କଣ ଅଭିଶାପ ମଧ୍ୟ ଦେଇପାରେ କି? ଯେଉଁ ପ୍ରଭୁଙ୍କୁ ତୁମେ ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ମୃତ୍ୟୁରୁ ଉଠିଅଛନ୍ତି ବୋଲି ତାହାଙ୍କୁ ତୁମେ ସ୍ୱୀକାର କରିବ, ଆଉ ତୁମେ ପରିତ୍ରାଣ ପାଇବ। ଯେତେବେଳେ ମୁଖରେ ସ୍ୱୀକାର କରାଯାଏ, ତ ଜଣେ ଲୋକ ଆମେ ଅନ୍ୟକୁ କହିବା ବେଳେ ସେ ସ୍ୱୀକାର କରିବା ଦରକାର। ସେ କୋଉଥିରେ ସ୍ୱୀକାର କରିବ? ସେ ମୁଖରେ ସ୍ୱୀକାର କରିବ। ମୁଖରେ କହିବେ ପ୍ରଭୁ ଯୀଶୁଖ୍ରୀଷ୍ଟ ଉଠିଅଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ଷମାକାରୀ, ପ୍ରଭୁ ଯୀଶୁଖ୍ରୀଷ୍ଟ ଦୟାମୟ ଅଟନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ମଙ୍ଗଳମୟ ଅଟନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ଆଶୀର୍ବାଦ ଦାତା ଅଟନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ସିଏ ପରିତ୍ରାଣ କରନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ ସିଏ ମତେ ଯୋଗାନ୍ତି। ଆମେ ଟେଷ୍ଟିମନି ଦେବା। ଯେତେବେଳେ କି ମୁଁ ଏବଂ ଆପଣ ଟେଷ୍ଟିମନି ଅନ୍ୟମାନଙ୍କୁ ଦେବା, ତାହେଲେ ଅନ୍ୟମାନେ ତାହା ଶୁଣିବେ ଏବଂ ସେମାନେ ଆଶୀର୍ବାଦ ପାଇବେ। ସେମାନେ ଜୀବନଦାୟକ ମୁଖ ତାହା। କି ପ୍ରକାର? ଆମେ ଯଦି କହିବା ନାହିଁ ତ ଲୋକ ଶୁଣିବ କିପରି? ଆମେ ଏଇ ଜୀବନରେ ଆଶୀର୍ବାଦର ଯେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବା ପାଇଁ ହେଲେ ଆମେ ଏଇ ମୁଖକୁ ଖୋଲିବାକୁ ପଡିବ। ଅନ୍ୟମାନେ ପରିତ୍ରାଣ ପାଇବାକୁ ହେଲେ ଆମେ ଏଇ ମୁଖକୁ ଖୋଲିବାକୁ ପଡିବ। ଅନ୍ୟମାନେ ଉଦ୍ଧାର ପାଇବାକୁ ହେଲେ ଏ ମୁଖ ଖୋଲିବାକୁ ପଡିବ। ଯେପରିକି ମଶା ସେ ମୁଖ ଖୋଲିଲେ ଆମ୍ଭ ଲୋକମାନଙ୍କୁ ତୁମେ ଛାଡ, କାରଣ ପରମେଶ୍ୱର କୁହନ୍ତି। ଆଜି ଆମମାନେ ମଧ୍ୟ କଣ କହିବା? ଅନ୍ଧକାରରୁ ରକ୍ଷା ପାଇବା ନିମନ୍ତେ ପ୍ରଭୁ ଏ ଲୋକମାନଙ୍କୁ ମଧ୍ୟ ଦିଅ। ଆମେ ପ୍ରଭୁଙ୍କ ନିକଟରେ ଦାବି କରିବା। ଶୈତାନକୁ ଧମକ ଦେବା, ଯେପରି ମଶା ଧମକ ଦେଲେ, ମନ୍ଦାତ୍ମାକୁ ଯୀଶୁଖ୍ରୀଷ୍ଟ ଧମକ ଦେଲେ, ସମସ୍ୟାକୁ ଯୀଶୁଖ୍ରୀଷ୍ଟ ଚୁପ୍ ହେବା ପାଇଁ କହିଲେ, ପାଟି ଖୋଲିଲେ। ଯେତେବେଳେ କି ତୋଫାନ ଆସୁଅଛି, ଶିଷ୍ୟମାନେ ଚିତ୍କାର କଲେ ସତ, କିନ୍ତୁ ଯୀଶୁଖ୍ରୀଷ୍ଟ ଧମକ ଦେଲେ, ଚୁପ୍ ହେବା ପାଇଁ କହିଲେ, ଆଉ ତାହା ଚୁପ୍ ହେଲା, ବନ୍ଦ ହେଲା। ଏଇ ମୁଖ ବା ଆମମାନଙ୍କର ମୁଖ ପରମେଶ୍ୱର ଏଥିପାଇଁ କରିଛନ୍ତି, ଅନ୍ୟର ଅଭିଶାପର କାରଣ ହେବା ନାହିଁ, ଅନ୍ୟର ଧନ୍ୟବାଦର କାରଣ ହେବା, ଅନ୍ୟର ଆଶୀର୍ବାଦର କାରଣ ହେବା। ଯାକୋବ ପୁସ୍ତକ 3 ଅଧ୍ୟାୟ 10 ପଦ ଅଧ୍ୟୟନ କରିବା। ଏକ ମୁଖରୁ ଧନ୍ୟବାଦ ଏବଂ ଆଶୀର୍ବାଦ ନିର୍ଗତ ହୁଏ। ଏ ମୁଖ
ଯେ ଯାକୋବ ପୁସ୍ତକରେ ଆମେ ଯେତେବେଳେ ଦେଖିବାକୁ ପାଉଛୁ ଏକ ମୁଖ ଗୋଟିଏ ମୁଖରୁ ଆମେ ଧନ୍ୟବାଦ ହିଁ କରିବା, ପ୍ରଭୁଙ୍କର ଆଶୀର୍ବାଦ ହିଁ କରିବା। ଏ ମୁଖରୁ ଅଭିଶାପ କରିବା ପ୍ରଭୁ ଆମମାନଙ୍କୁ କହିନାହାନ୍ତି। ଅନ୍ୟମାନଙ୍କୁ ପ୍ରେମରେ କଥା ହେବା ପାଇଁ ମୁଖ ପ୍ରଭୁ ଦେଇଛନ୍ତି। ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଭୁ ଆମମାନଙ୍କୁ ଏଇ ସୁଯୋଗ ଦେଇଛନ୍ତି। ଯେତେବେଳେ କି ଏଇ ମୁଖ ଅନେକ ବିଷୟ ଛାଡେ, କହିବାକୁ ଭୁଲ କଥା କହିବାକୁ ଛାଡେ, ଅନ୍ୟମାନଙ୍କ ବିଷୟରେ ବଚସା କରିବାକୁ ଛାଡେ, ତାହେଲେ ସେଥିରେ ପରମେଶ୍ୱର ଆଶୀର୍ବାଦ କରନ୍ତି। ଆଉ ସେଇ ଆଶୀର୍ବାଦ ଏଇ ମୁଖରୁ ଅନେକ ଲୋକମାନେ ଆମେ କହୁ, ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ। ହଁ, ତାଙ୍କ କଥାକୁ ମତେ ଏତେ ଭଲ ଲାଗୁଛି ଯେ ତାଙ୍କ କଥା ନ ଶୁଣିଲେ ମୁଁ ରହିପାରୁନାହିଁ। ମୁଁ ତାଙ୍କ କଥା ଟିକେ ଶୁଣିବା ପାଇଁ ମତେ ଇଚ୍ଛା ଲାଗୁଛି। ତାଙ୍କ କଥା ଶୁଣିଲେ ମତେ ପେଟ ପୁରୁଛି। ତାଙ୍କ କଥା ଶୁଣିଲେ ମୋ କାନକୁ ଭଲ ଲାଗୁଛି। ଆମ କଥା ଶୁଣିକି ଲୋକମାନଙ୍କ ଜୀବନରେ ଏକ ଆନନ୍ଦ ଜନ୍ମ। ଆମ କଥା ଶୁଣିକି ଅନ୍ୟମାନଙ୍କର ଉଦର ପରିପୂର୍ଣ୍ଣ ହଉ। ଆମ କଥା ଶୁଣିକି ଅନ୍ୟମାନଙ୍କର ଆତ୍ମା ଶାନ୍ତି ମିଳୁ। ଆମମାନଙ୍କର କଥା ଅନ୍ୟମାନଙ୍କ ପ୍ରତି ପ୍ରେମମୟ କଥା ହଉ, ଆନନ୍ଦମୟ କଥା ହଉ, ଶାନ୍ତିମୟ କଥା। ଏଇ ମୁଖର ବାକ୍ୟ ତାଙ୍କ ନିକଟରେ ପହଞ୍ଚୁ। କଲୋସିୟ ତାର 3:8 ଯେତେବେଳେ ଆମେ ପଢିବା, ସେଥିରେ ଦେଖିବା ଆମେ ଅନେକ ବିଷୟକୁ ପରିତ୍ୟାଗ କରିବାକୁ ପଡିବ, ଛାଡିବାକୁ ପଡିବ, ଯୋଉଦ୍ୱାରା କି ଏଇ ମୁଖ ଉତ୍ତମ ବିଷୟ କହିପାରିବ। କଲୋସିୟ ତାର 3:8, ମୁଖରୁ କୁଶ୍ଚିତ ବାକ୍ୟ ତୁମେ ପରିତ୍ୟାଗ କର, ସେଥିରେ ଅନ୍ୟମାନଙ୍କ ପ୍ରତି ମୁଖ କଥା କହିଲା ବେଳେ ଆନନ୍ଦ ଲାଗିବ। ହାଲେଲୁୟା। ପ୍ରଶଂସାର ମୁଖ, ଯେତେବେଳେ କାମାନେ ଗୀତ ସଂହିତା ତାର 145 ଗୀତ 21 ପଦରେ ଦେଖୁ ଯେ ପ୍ରଶଂସାର ଗୀତ, ଏଇ ପ୍ରଶଂସା, ଏଇ ମୁଖ ପ୍ରଶଂସା କରୁ, ପ୍ରଭୁଙ୍କୁ ପ୍ରଶଂସା କରିବ। କିଛି ଗୋଟେ ଆମେ ପାଇଲେ କାହାଠାରୁ ଆମେ ପ୍ରଭୁଙ୍କୁ ପ୍ରଶଂସା କରିଥାଉ, ମନୁଷ୍ୟକୁ ପ୍ରଶଂସା କରିଥାଉ। ଏ ମୁଖ ହିଁ ପ୍ରଶଂସା କରେ। ପ୍ରଭୁକୁ ଏଇ ମୁଖ ପ୍ରଶଂସା କରିପାରେ। ଦାଉଦ ପ୍ରଭୁଙ୍କୁ ପ୍ରଶଂସା କରନ୍ତି। ଆମମାନେ ମଧ୍ୟ ଏଇ ମୁଖ ଦ୍ୱାରା ପରମେଶ୍ୱରଙ୍କୁ ଆମେ ପ୍ରଶଂସା କରୁ। ଏଇ ମୁଖ ଦ୍ୱାରା ଅନେକ କଥା କହିବା ବଦଳେ ପରମେଶ୍ୱରଙ୍କୁ ଆମେ ପ୍ରଶଂସା କରିବା, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରଭୁଙ୍କ ବାକ୍ୟକୁ ଅଧ୍ୟୟନ କରିବା, ପରମେଶ୍ୱରଙ୍କ ବାକ୍ୟକୁ ଆମେ ଅନ୍ତର ମଧ୍ୟରେ ସ୍ଥାପନ କରିବା ଏବଂ ଅନ୍ୟମାନଙ୍କୁ ଏଇ ମୁଖରୁ ପ୍ରକାଶ କରି କହିବା, ଏଇ ମୁଖରୁ ଭାବବାଣୀ କହିବା, ଏଇ ମୁଖରୁ ପରଭାଷା କହିବା, ଏଇ ମୁଖରୁ ଅନ୍ୟଙ୍କୁ ସାନ୍ତ୍ୱନାର ବାକ୍ୟ କହିବା, ଏଇ ମୁଖରୁ ପରମେଶ୍ୱରଙ୍କର ନାମକୁ ପ୍ରଶଂସା ଏବଂ ଧନ୍ୟବାଦ କରିବା। ଗୀତ ସଂହିତା 145 ତାର 21 ପଦ ଲେଖାଯାଇଛି, ମୋହର ମୁଖ ଏବଂ ସମସ୍ତ ପ୍ରାଣୀ। ଆମେ ପୃଥିବୀରେ ଦେଖୁଛୁ ଏପରି କାହାର ମୁଖ ନଥିବା କୌଣସି ପ୍ରାଣୀ ନାହିଁ। ସମସ୍ତଙ୍କୁ ପ୍ରଭୁ ମୁଖ ଦେଇଅଛନ୍ତି। ଗୀତ ସଂହିତାରେ ଏପରି ଲେଖାଯାଇଛି, ସମୁଦ୍ର ଏବଂ ଗିରି ମଧ୍ୟ ତାହାଙ୍କର ପ୍ରଶଂସା ବର୍ଣ୍ଣନା କରେ। ସେମାନେ ମଧ୍ୟ ସାଉଣ୍ଡ କରନ୍ତି। ମୋର ପ୍ରିୟମାନେ, ସେମାନେ ମଧ୍ୟ ଗର୍ଜନ ତର୍ଜନ କରନ୍ତି, ସେମାନେ ମଧ୍ୟ ଉଚ୍ଚ ସ୍ୱର କରନ୍ତି। ତ ମନୁଷ୍ୟ କୋଉଥିରେ ପ୍ରଶଂସା କରିବ? ମନୁଷ୍ୟ କେତେବେଳେ ଆନନ୍ଦ କରେ ସେତେବେଳେ ଖାଲି ପ୍ରଶଂସା କରିବ କି? ଆମେ ବୋଧେ ଗତ ଥର ତାହା ଶୁଣିଥିଲେ। ଆମେ ସବୁବେଳେ ପରମେଶ୍ୱରଙ୍କୁ ପ୍ରଶଂସା କରିବା, ଧନ୍ୟବାଦ ଦେବା। ସମସ୍ତ ପ୍ରାଣୀ ପରମେଶ୍ୱରଙ୍କୁ ପ୍ରଶଂସା କରେ। ପରମେଶ୍ୱର ଯେ ଏକମାତ୍ର ଯୋଗ୍ୟ ଅଟନ୍ତି, ସେ ଗୌରବ, ପ୍ରଶଂସା, ସ୍ତୁତି, ଆରାଧନା, ପୂଜା ପାଇବା ଯୋଗ୍ୟ ଅଟନ୍ତି। He is worthy to be praised and worship his living God. ସେ ଜୀବନ୍ତ ବଳିକୁ ପସନ୍ଦ କରନ୍ତି।
এই ମୁଖର ବଳିକୁ ସେ ପସନ୍ଦ କରନ୍ତି। କୌଣସି ଛାଗ କିମ୍ବା ମେଣ୍ଢାର ବଳିକୁ ସେ ଚାହାନ୍ତି ନାହିଁ। ଗୀତ ସଂହିତା ଯେତେବେଳେ ଆମେ 51 ଗୀତକୁ ଅଧ୍ୟୟନ କରୁଛୁ, ଦାଉଦ କୁହନ୍ତି, ତମେ ଯଦି ଚାହିଁଥାନ୍ତ ତାହେଲେ ମୁଁ ସେଇ ମେଣ୍ଢାର ବଳି କରନ୍ତି, କିନ୍ତୁ ତୁମେ ସେହି ବଳିରେ ତୁମେ ସନ୍ତୁଷ୍ଟ ନୁହଁ। ମନୁଷ୍ୟର ଭଗ୍ନ ଅନ୍ତଃକରଣ, ଚୂର୍ଣ୍ଣ ଅନ୍ତଃକରଣ ପ୍ରଶଂସାର ଜୀବନ୍ତ ବଳିରେ ତୁମେ ଯେ ଆନନ୍ଦ କର। ଆଜି ଆମେ ପ୍ରଭୁଙ୍କୁ କେତେ ଥର ଦିନକୁ ଆମେ ପ୍ରଶଂସା କରୁ? 24 ଆୱାର୍ସ ଭିତରେ, 24 ଘଣ୍ଟା ଭିତରେ ଆମେ କେତେ ଥର ମୁଖ ଖୋଲିଥାଉ, ପ୍ରଭୁ ଥ୍ୟାଙ୍କ ୟୁ ଲର୍ଡ, ତୁମେ ମତେ ଆଜି ସୁରକ୍ଷା କର। ପ୍ରଭୁ ତୁମେ ଆଜି ଆମମାନଙ୍କୁ କରେଣ୍ଟ ଦେଇଛ, ଧନ୍ୟବାଦ ଦଉଛୁ। ପ୍ରଭୁ ଆଜି ଆମମାନଙ୍କୁ ପରିବାରରେ ଶାନ୍ତିରେ ରଖିଛ, ଧନ୍ୟବାଦ ଦଉଛୁ। ପ୍ରଭୁ ମୋ ପଡୋଶୀକୁ ତୁମେ ଶାନ୍ତି ରଖିଛ, ଧନ୍ୟବାଦ କରୁଛୁ। We are not be selfish for ourselves. ଆମ ନିଜ ନିମନ୍ତେ ସ୍ୱାର୍ଥବାଦୀ ନ ହେଇ ଅନ୍ୟମାନଙ୍କ ନିମନ୍ତେ ଆସ ଆମେ ପ୍ରଶଂସା କରିବା। କିପରି କରିପାରିବା? ଆମ ପଡୋଶୀ ଯଦି ଅଭାବରେ ଅଛନ୍ତି, ଆମ ନିକଟତର ଲୋକମାନେ ଯଦି ପ୍ରଭୁଙ୍କୁ ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କରିନାହାନ୍ତି, ଆମେ ପ୍ରଭୁଙ୍କୁ ପ୍ରଶଂସା କରିପାରୁନାହୁଁ। ପଡ଼ିଶା ଲୋକମାନେ ଯଦି ରୋଗାଗ୍ରସ୍ତରେ ପଡ଼ିଛନ୍ତି, ସେମାନଙ୍କୁ ଯଦି ଆମେ ହେଲ୍ପ କରିପାରୁନୁ, ଆମେ କିପରି ପ୍ରଶଂସା କରିପାରିବା? କିପରି ଧନ୍ୟବାଦ କରିପାରିବା? ଏ ମୁଖ କିପରି ଖୋଲି ପାରିବ? ଯେତେବେଳେ ଆମେ କିଛି ପ୍ରଶଂସା କରିବାକୁ ଯାଉଛୁ, ପ୍ରଭୁ ତୁମେ ଏହି କାର୍ଯ୍ୟ କରିଛ ମୋ ଜୀବନରେ, ସେଥିପାଇଁ ତୁମକୁ ପ୍ରଶଂସା କରୁଛୁ। এই ମୁଖରେ ୟେସ୍, ଦାଉଦ କୁହନ୍ତି, ବୀଣା ଯନ୍ତ୍ର ବାଦ୍ୟ ଦ୍ୱାରା, ତୋରି ଧ୍ୱନିରେ, ବଂଶୀ ନେବଲ ଦ୍ୱାରା ସେ ପ୍ରଶଂସା କରୁଥିଲେ, ନାଚିକି ସେ ପ୍ରଶଂସା କରୁଥିଲେ। ତାଠାରୁ ବଳି ସେ ମୁଖରେ ଚିତ୍କାର କରି, ଗୀତ ଗାନ କରି ସେ ପ୍ରଶଂସା କରୁଥିଲେ। ପ୍ରଶଂସା କରୁ କରୁ ତାଙ୍କ ଦ୍ୱାରରେ ପ୍ରବେଶ କରିବା। ଗୀତ ସ୍ରୋତ କରୁ କରୁ, ଗୀତ ସଂହିତା 100 ଯେପରି ଲେଖାଯାଇଛି, ସେ ସ୍ତୁତି ଗାନ କରୁ କରୁ ଆମେ ତାଙ୍କ ଦ୍ୱାରରେ ପ୍ରବେଶ କରିବା, ତାଙ୍କ ପ୍ରାଙ୍ଗଣରେ ପହଞ୍ଚିବା। ମୋର ପ୍ରିୟମାନେ, ଆଜି ଆମେ ଏଇ ପ୍ରଶଂସାର ଗୀତ ଗାଉ। ଆମ ଜୀବନର ପ୍ରତ୍ୟେକଟି ଘଟଣା ସେ ଜୀବନରେ ଗୋଟିଏ ଗୋଟିଏ ଘଟେଇଛନ୍ତି। ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ପ୍ରଶଂସା କଲେ ମଧ୍ୟ ଉଣା ପଡ଼ିବ। এই ମୁଖ ଖୋଲୁ, ଅନ୍ୟ ଅନ୍ୟ ପାର୍ଟି କରିବା ପାଇଁ ଆମେ ସମୟ ପାଉଛୁ। ଯେତେବେଳେ ଆମେ ଏଫେସୀୟ ପୁସ୍ତକ 4 ଅଧ୍ୟାୟ 29, 30 ଏବଂ ଆମେ ଯେତେବେଳେ କି 31, 32 ପଢିବା, ସେତେବେଳେ ଦେଖିବା ଅନ୍ୟମାନଙ୍କ ପାଇଁ ଅନିଷ୍ଟର ମୁଖ ଫିଟାଅ ନାହିଁ। ଅନ୍ୟମାନଙ୍କ ପାଇଁ ମନ୍ଦ କଥା କହିବା ପାଇଁ ଆମେ ମୁଖକୁ ବ୍ୟବହାର କରିବା ନାହିଁ। ଅନ୍ୟମାନଙ୍କ ପାଇଁ ଆଶୀର୍ବାଦର ମୁଖକୁ ବ୍ୟବହାର କରିବା। ଏଫେସୀୟ ତାର 4 ଅଧ୍ୟାୟ 29, 30, 31, 32 ପଦ। ଅନ୍ୟମାନଙ୍କ ନିମନ୍ତେ ଯେଉଁ କି ମୁଖ ଆମେ ବ୍ୟବହାର କରିବା, ତାହା ଅନିଷ୍ଟର ମୁଖ ନ ହେଉ, ଅନ୍ୟମାନଙ୍କ ନିମନ୍ତେ ଆଦରଣୀୟ ମୁଖ, ଆଶୀର୍ବାଦର ମୁଖ, ଗ୍ରହଣଯୋଗ୍ୟ ମୁଖ ହେଉ। କାରଣ ଯୀଶୁଖ୍ରୀଷ୍ଟ ଆମମାନଙ୍କ ଜୀବନରେ ସେ ଯେଉଁ ମୁଖ ଦ୍ୱାରା ଆମମାନଙ୍କୁ ପରିତୃପ୍ତ କରିଛନ୍ତି, ଅନ୍ୟକୁ ମଧ୍ୟ ସେହିପରି ପରିତୃପ୍ତ ମୁଖକୁ ଆମେ ପ୍ରକାଶ କରିବା ଆମମାନଙ୍କର କର୍ତ୍ତବ୍ୟ ଅଟେ। ସେଇ ପରିତୃପ୍ତ ମୁଖ କ'ଣ? ଯେତେବେଳେ ଆମେ ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟ 4 ପଦକୁ ଆମେ ଦେଖୁଛୁ, ସେତେବେଳେ ଗୋଟିଏ ବିଷୟକୁ ଆମେ ଦେଖୁଛୁ ଯେ ଏକ ଏପରି ବିଷୟ ରୁଟିରେ ନୁହଁ, କିନ୍ତୁ ପରମେଶ୍ୱରଙ୍କ ନିଃସୃତ ମୁଖ ନିଃସୃତ ବାକ୍ୟରେ ମନୁଷ୍ୟ ବଞ୍ଚିବ। ଯେଉଁ ବାକ୍ୟ କି ପରମେଶ୍ୱରଙ୍କର ମୁଖ ଯଦି ଅନ୍ୟକୁ ଜୀବିତ କରାଇପାରେ, ତ ସେହି ମୁଖରୁ ବାକ୍ୟକୁ ଯଦି ଆମେ ଦୈନନ୍ଦିନ ଆମେ ଆହାର ପରି ଭୋଜନ କରୁ, ତ ଆମେ ଭୋଜନ କଲା ପରେ ଏଇ ବାକ୍ୟକୁ ଭୋଜନ କଲା ପରେ କଣ ତିକ୍ତତାର ବାକ୍ୟ କଣ ଆମେ ଉଦ୍ଗାର କରୁ? ଯେତେବେଳେ କି ଉତ୍ତମ ବାକ୍ୟ, ଯାହାକି ପରମେଶ୍ୱରଙ୍କ ବାକ୍ୟକୁ ଯେଉଁମାନେ ଭୋଜନ କରନ୍ତି, ମୁଖର ବାକ୍ୟକୁ ଭୋଜନ କରନ୍ତି, ଆଉ ସେଇ ବାକ୍ୟକୁ ଆମମାନେ ଭୋଜନ କରୁଅଛୁ, ଆଉ ସେଇ ବାକ୍ୟ ଭୋଜନ କରା ବେଳେ ଆମେ ଶାନ୍ତି ହେଲୁ, ମଧୁ ଚାକୁଠାରୁ ସୁମିଷ୍ଟ ଲାଗିଲା,
ଆମମାନଙ୍କୁ ଆନନ୍ଦ ଲାଗିଲା, ଆମମାନଙ୍କୁ ଶାନ୍ତି ପ୍ରେମ ଲାଗିଲା, ଆମମାନଙ୍କର ଚିନ୍ତାଧାରା ସମ୍ପୂର୍ଣ୍ଣ ଦୂର ହେଲା, ମନ୍ଦ ଚିନ୍ତା ଦୂର ହେଲା, ଆମେ ଜୀବନ ମଧ୍ୟରେ ଆମେ ପ୍ରାପ୍ତ କଲୁ, ଆମେ ବଳବାନ ହେଲୁ, ଆମେ ଶକ୍ତିଯୁକ୍ତ ହେଲୁ, ଆମେ ଆମେ ଏପରି ବଳ ପାଇଲୁ ଯୋଦ୍ୱାରା ଆମେ ଦୌଡ଼ି ପାରିବା, ଆମେ କୁଦା ମାରି ପାରିବା। ଆମେ ଅନ୍ୟମାନଙ୍କ ନିମନ୍ତେ କଣ କରୁଛୁ? ଏଇ ମୁଖରୁ ବାହାରିଲା ବେଳେ ଅନ୍ୟମାନଙ୍କ ନିମନ୍ତେ ଅନିଷ୍ଟର ବାକ୍ୟ ବାହାରୁଛି କି? ଏଇ ମୁଖରୁ ଅନ୍ୟମାନଙ୍କୁ ବଚସା କରିବାର ବାକ୍ୟ ବାହାରୁଛି କି? ଏଇ ମୁଖରୁ ଅନ୍ୟମାନଙ୍କୁ ନିନ୍ଦା କରିବାର ବାକ୍ୟ ବାହାରୁଛି କି? ଏଇ ମୁଖରୁ ଅନ୍ୟମାନଙ୍କୁ ଗାଳି କରିବାର ବାକ୍ୟ ବାହାରୁଛି କି? ଏଇ ଉଦରରେ ଯାହା ଅଛି ତାହା କଣ ଆମେ ଯୀଶୁ ଖ୍ରୀଷ୍ଟଙ୍କର ମୁଖର ନିଃସୃତ ବାକ୍ୟକୁ ଆମେ ଭୋଜନ କରିନଥିଲେ କି? ଯଦି ତାହା ଆମେ କରିଛୁ ତ କାହିଁକି ଅଲଗା ବାକ୍ୟ ଆମ ମୁଖରୁ ବାହାରୁଛି? ଆସୁ ଆଉ ଗୋଟିଏ ଆମେ ବାକ୍ୟକୁ ଅଧ୍ୟୟନ କରିବା। ହିତୋପଦେଶ 18 ଅଧ୍ୟାୟ 20 ପଦକୁ ଆମେ ଅଧ୍ୟୟନ କରିବା। ମନୁଷ୍ୟର ଯେତେବେଳେ କି ସେ ଫଳ ଖାଆନ୍ତି ଉଦରରେ କଣ ହୁଏ? ପୂର୍ଣ୍ଣତା ହୁଏ। ଯେତେବେଳେ ସେ ପୂର୍ଣ୍ଣ ହୁଏ, ଯଦି ମୁଖର ଖାଦ୍ୟ ଖାଇକି ମନୁଷ୍ୟ ଯଦି ପୂର୍ଣ୍ଣ କରେ, ସେହିପରି ଆମେ ଜୀବନ୍ତ ବାକ୍ୟକୁ ଭୋଜନ କରି, ପରମେଶ୍ୱରଙ୍କର ବାକ୍ୟକୁ ଭୋଜନ କରି ଆମେ ଅନ୍ୟକୁ କିପରି ତୃପ୍ତ ବା ମଙ୍ଗଳ କରିପାରିବା? ଆମମାନଙ୍କ ଜୀବନରେ ଆମେ କଣ ହେଲୁ? ଆମମାନଙ୍କ ଜୀବନରେ ଆମେ ପୂର୍ଣ୍ଣତା ହେଲୁ, ଆମ ଉଦର ପୂର୍ଣ୍ଣତା ହେଲା, ଆମମାନଙ୍କ ପେଟ ପୁରି ଗଲା। ଏଇ ମୁଖରେ ଖାଇଲା ପରେ ଯଦି ଆମେ ଅନ୍ୟକୁ ଯେତେବେଳେ ଖାଇବାକୁ ଦଉଛୁ, ଏ ମୁଖ ଦ୍ୱାରା କହୁଛୁ, ତ ଅନ୍ୟର ମୁଖ କିପରି ହେବାକୁ ପଡ଼ିବ? ତାଙ୍କର ଉଦର ମଧ୍ୟ ପୂର୍ଣ୍ଣତା ହେଉ, ତାଙ୍କର ଉତ୍ତମ ବିଷୟ ତାଙ୍କ ନିମନ୍ତେ ଘଟୁ, ଆଉ ସେ ମଧ୍ୟ କହୁ ଯେ ଆଜି ତାଙ୍କ ସହିତ କଥା ହେଲା ପରେ ମୁଁ ବହୁତ ଖୁସି ହେଲି। ଯଦି ବି ସକାଳଠୁ 11ଟା 12ଟା ପର୍ଯ୍ୟନ୍ତ କିଛି ଖାଇନଥିଲି, ସେ ଭଉଣୀକୁ ମୁଁ ଆଜି ସାକ୍ଷାତ କଲି, ସେ ମତେ ଗୋଟିଏ କଥା କହିଲେ, ତାଙ୍କ ମୁଖରୁ ଶୁଣିଲି ଏବଂ ମୋର ଉଦର ପୂର୍ଣ୍ଣ ହେଲା। ସେ ଭାଇଙ୍କୁ ଭେଟିଲି ମୁଁ, ଆଉ ତାଙ୍କର କଥା ହେଇ ମତେ ଆଜି ଏମିତି ଲାଗିଲା, ଯଦି ବି ମୁଁ ଆଜି 5,000 ଟଙ୍କା ହରେଇଛି, ତଥାପି ତାଙ୍କ ମୁଖର ବାକ୍ୟ ମତେ ଏତେ ତୃପ୍ତିକର ଲାଗିଲା, ମୁଁ ଶାନ୍ତିରେ ଆସିଲି। ସେ ଭାଇଙ୍କୁ ଆଉ କେବେ ଭେଟିବି କି ନାହିଁ ମୁଁ ଜାଣିନି। ସେ କଣ ପ୍ରଭୁଙ୍କ ଲୋକ? ମୋର ପ୍ରିୟମାନେ, ଆଜି ଅନେକ ଆମେ ଅନ୍ୟମାନଙ୍କ ମୁଖକୁ ପରିତୃପ୍ତ କରିପାରୁଛୁ କି? ଅନ୍ୟଙ୍କର ଉଦରକୁ ଆମେ ପୂର୍ଣ୍ଣତା କରିପାରୁ କି? ଆମେ କହୁ ଖାଲି ଆମେ ଭାତ ତରକାରୀ ଡାଲି ମାଂସ ଦେଇକି ଅନ୍ୟମାନଙ୍କ ଉଦରକୁ ପୂର୍ଣ୍ଣ କରିପାରିବା ନା। ଦୁଃଖରେ ଯେତେବେଳେ ଲୋକ ଜଣେ ଭାଙ୍ଗି ପଡନ୍ତି, ସେତେବେଳେ ଆମେ ତାଙ୍କ କୋଳକୁ, ତାଙ୍କ ନିକଟକୁ ଯାଇ ଯେତେବେଳେ ଆମେ ଉତ୍ତମ ବିଷୟ କଥା କହୁ, ପରମେଶ୍ୱରଙ୍କ ବାକ୍ୟ ଘେନି ତାଙ୍କ ନିକଟକୁ ଯାଉ, ତାଙ୍କର ଉଦର ପୂର୍ଣ୍ଣତା ହୁଏ, ତାଙ୍କୁ ଶାନ୍ତି ଆସେ, ତାଙ୍କୁ ପରିତୃପ୍ତ ଲାଗେ। ମୋର ପ୍ରିୟମାନେ, ସେଥିପାଇଁ ଆଜି ଆମେ ନିଷ୍ପତ୍ତି ନେବା କି ମୁଁ ପରମେଶ୍ୱରଙ୍କ ବାକ୍ୟକୁ ମୁଁ ଭୋଜନ କରୁଅଛି। ସେଇ ବାକ୍ୟ ଯଦି ମତେ ଜୀବନ ଦେଇଛି, ଅନେକଙ୍କୁ ବଞ୍ଚେଇବାର ମୁଖ ମଧ୍ୟ ମୋର ହେଉ। ଯେତେବେଳେ ଆମେ ଗୋଟିଏ ପଦ ପଢିବା, ଦ୍ୱିତୀୟ ବିବରଣୀ ତାର 8 ଅଧ୍ୟାୟ 3 ପଦ, ମନୁଷ୍ୟର ବଞ୍ଚିବା ବିଷୟ ହେଉଛି ପରମେଶ୍ୱରଙ୍କ ମୁଖରୁ ନିର୍ଗତ ବାକ୍ୟକୁ ଯେତେବେଳେ ମୁଁ ଭୋଜନ କରେ, ତାହେଲେ ମୁଁ ବଞ୍ଚିବି। ଯେଉଁ କି ମାନା ପରମେଶ୍ୱରଙ୍କ ଠାରୁ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଯୋଗାଇ ଦିଆଯାଇଥିଲା। ଆଜି ଆମମାନଙ୍କୁ ପରମେଶ୍ୱର ପ୍ରତ୍ୟେକ ଦିନର ମାନାକୁ ପ୍ରଭୁ ଯୋଗାଉଛନ୍ତି। ସନ୍ଧ୍ୟାରେ, ସକାଳେ, ଦିନ ବେଳେ, ପ୍ରତ୍ୟେକଟି ସମୟରେ ସେଇ ମାନା ଭୋଜନ କରିବା ନିମନ୍ତେ ଆମେ ପ୍ରସ୍ତୁତ ହଉଛୁ। ମୋର ପ୍ରିୟମାନେ,
କିନ୍ତୁ ସେଇ ମାନା ଭୋଜନ କରି ଆମେ ବଞ୍ଚୁଛୁ ନା ନାହିଁ? ଅନ୍ୟକୁ ବଞ୍ଚେଇବା କି ନାହିଁ? ଯେତେବେଳେ ମୋଶା ପରମେଶ୍ୱରଙ୍କ ରବ ଶୁଣିଲେ, ଯେତେବେଳେ ଜିହିଜିକେଲ ପରମେଶ୍ୱରଙ୍କ ରବ ଶୁଣିଲେ, ସେ କହିଲେ ଏଇ ପୁସ୍ତକକୁ ତୁମେ ଭୋଜନ କର। ସେ ଭୋଜନ କଲେ, ସେ ପରିତୃପ୍ତ ହେଲେ। ମୋଶା ଯେତେବେଳେ ପରମେଶ୍ୱରଙ୍କ ମୁଖକୁ ଶୁଣିଲେ, ସେ ବାଧ୍ୟତା ହେଲେ, ସେ ତାଙ୍କ ନିକଟକୁ ଯାଇ କହିଲେ। ପରମେଶ୍ୱରଙ୍କର ମୁଖ ଆଜି ଆମମାନଙ୍କ ଜୀବନରେ ମଧ୍ୟ ପରମେଶ୍ୱରଙ୍କର ମୁଖ ଦିନକୁ ଆମେ 2 ଥର 3 ଥର ପରମେଶ୍ୱରଙ୍କ ନିକଟରେ ଆମେ ବସି ଆମେ ଭୋଜନ କରୁଛୁ। ଆମେ ଖାଲି ନିଜେ ବଞ୍ଚିବା ନିମନ୍ତେ ନୁହଁ, ଆମମାନଙ୍କ କର୍ତ୍ତବ୍ୟ ହଉ ଅନ୍ୟକୁ ବଞ୍ଚେଇବା। ମୋଶା ଯେପରି ଲକ୍ଷ ଲକ୍ଷ ଲୋକମାନଙ୍କ ନିମନ୍ତେ, ଜିହୋଶୁଆ ଯେପରି ଲକ୍ଷ ଲକ୍ଷ ଲୋକମାନଙ୍କ ନିମନ୍ତେ ସେ ବଞ୍ଚିଲେ। ତୁମରି ବାକ୍ୟରେ, ସେଇ ତୁମରି ମୁଖର ନିଷ୍କୃତ ବାକ୍ୟ ଦ୍ୱାରା ପ୍ରଭୁ ମୁଁ ଯେପରିକି ବଞ୍ଚିବି, ତମ ବ୍ୟବସ୍ଥା ମୋ ମୁଖରୁ ଯେପରିକି ହଟି ନ ଯାଏ। ଜିହୋଶୁଆ ପୁସ୍ତକ ତାର 1 ଅଧ୍ୟାୟ 8 ପଦ ଗୋଟେ ପଢିବା। ଆମେନ୍। ଆମେ ଏଇ ଲୋକମାନେ ଏଇ ପଥର ଯାତ୍ରୀ ଅଟୁ, ଯେ ଅନନ୍ତ ଜୀବନ ପାଇବା ନିମନ୍ତେ ଆମେ ଚେଷ୍ଟା କରୁଛୁ। ସେଇ ପଥକୁ ଆପଣାର କରିବା ପାଇଁ ହେଲେ ଯେପରି ଜିହୋଶୁଆଙ୍କୁ ପରମେଶ୍ୱର କହିଲେ, ତୁମ୍ଭ ମୁଖରେ ଏଇ ବାକ୍ୟ ବିଚଳିତ ନ ହେଉ। ସେଇ ବାକ୍ୟ ଆମମାନଙ୍କ ମୁଖରେ କେବେ ମଧ୍ୟ ବିଚଳିତ ନ ହଉ। ମୋର ପ୍ରିୟମାନେ, ଯେଉଁ ଯାତ୍ରୀ ଯେଉଁ ପଥରେ ଆମେ ଗମନ କରୁଛୁ, ଶେଷ ପର୍ଯ୍ୟନ୍ତ ଗମନ କରିବା, ମଝିରେ ଅଟକିବା ପାଇଁ ଆମେ ଚେଷ୍ଟା କରିବା ନାହିଁ। ଶେଷ ପର୍ଯ୍ୟନ୍ତ ଅନ୍ୟର ମଙ୍ଗଳ ହିଁ କରିବା, ଆଶୀର୍ବାଦ ରହିବା। ଯେପରିକି ଅବ୍ରାହମ ଶେଷ ପର୍ଯ୍ୟନ୍ତ ଯାତ୍ରା କଲେ, ପରମେଶ୍ୱରଙ୍କ ରବ ଶୁଣିଲେ। ଆମମାନେ ମଧ୍ୟ ଆସୁ ଏଇ ସନ୍ଧ୍ୟାକାଳୀନ ସମୟରେ ତାଙ୍କଠାରୁ ରବ ଶୁଣିବା, ଯେଉଁ ରବ ପରମେଶ୍ୱର ଆମମାନଙ୍କୁ ଆଜି ଦେବା ପାଇଁ ଚାହାନ୍ତି। ଯେଉଁ ରବ ଆମର ମୁଖରେ, ଆମମାନଙ୍କ ହୃଦୟରେ, ଆମମାନଙ୍କ ଜୀବନରେ, ଆମମାନଙ୍କର ଉଦର ମଧ୍ୟରେ ତୃପ୍ତତା ଲାଗିବ, ପରିପୂର୍ଣ୍ଣ ହେବ, ମଙ୍ଗଳଜନକ ହେବ, ଅନ୍ୟମାନଙ୍କ ନିମନ୍ତେ ଆଶୀର୍ବାଦ ହେବ। ହିତୋପଦେଶ 12:14 ପଦ, ମୁଖର ଫଳ ମଙ୍ଗଳରେ ପରିତୃପ୍ତ ହୁଏ। ଆମମାନଙ୍କର ଯେଉଁ ମୁଖରେ ଆମେ ଫଳ ଖାଇବା, ଆମର ମଙ୍ଗଳ ହେବ ଏବଂ ପରିତୃପ୍ତ ହେବ। ଯୀଶୁଙ୍କ ନିକଟରେ ପହଞ୍ଚିବା ପାଇଁ ଆମମାନଙ୍କୁ ପରିତୃପ୍ତ ହେବାକୁ ପଡିବ। କିପରି? ଯେଉଁମାନେ ତାଙ୍କର ବାକ୍ୟ ନିମନ୍ତେ ଏବଂ କ୍ଷୁଧିତ ଏବଂ ତୃଷିତ, ସେମାନେ ପରିତୃପ୍ତ ହେବେ। ଆତ୍ମାଙ୍କ ନିମନ୍ତେ ଯେଉଁମାନେ ଦିନହୀନ, ବାକ୍ୟ ନିମନ୍ତେ ଯେଉଁମାନେ କ୍ଷୁଧିତ, ବାକ୍ୟ ନିମନ୍ତେ ଯେଉଁମାନେ ଆଜି ତୃଷିତ, ସେମାନେ ପରିତୃପ୍ତ ହେବେ, ସେମାନେ ମଙ୍ଗଳ ପାଇବେ, ସେମାନେ ଆଶୀର୍ବାଦ ପାଇବେ। ଜ୍ଞାନୀ ସଲୋମନ ମଧ୍ୟ ତାହା ହିଁ କୁହନ୍ତି। ହିତୋପଦେଶ 12:14 ମଧ୍ୟରେ ଆମେ ଶେଷ କରିବା। ଯେପରି ଆମେ ଆଜି କର୍ମ କରୁଛୁ, ଆମେ ହସ୍ତକୃତ କର୍ମ। ହଁ, ଅନେକ ଲୋକମାନେ କୁହନ୍ତି କି କାମ ହାତରେ କରନ୍ତି। ଆମମାନଙ୍କର ହସ୍ତକୃତ କର୍ମ ପରମେଶ୍ୱର ଯେପରିକି ଆପଣା ହସ୍ତରେ ଅନେକ ମନୁଷ୍ୟକୁ ବନେଇଲେ, ଆମମାନଙ୍କର ହସ୍ତ ଏପରି ଯେ କୁମ୍ଭକାରର ହସ୍ତ ଯେପରି ଅନେକ ମାଠିଆକୁ ବନେଇବାକୁ ପଡିବ। ସେ ବନଉଛି, ସେଇ ହସ୍ତ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ମୋର ପ୍ରିୟ, ସେଇ ମୁଖ ପରମେଶ୍ୱର ଆମମାନଙ୍କୁ ଦେଇଛନ୍ତି। ପ୍ରିୟମାନେ, ଆମମାନଙ୍କର ହସ୍ତ ଅନ୍ୟମାନଙ୍କୁ ଭାଙ୍ଗିବାର ହସ୍ତ ନ ହେଉ, ଅନ୍ୟମାନଙ୍କୁ ଗଠନ କରିବାର ହସ୍ତ ହେଉ, ଯୋଦ୍ୱାରା କି ଆମେ ପରିତୃପ୍ତ ହେବା। ଯେପରିକି ଜ୍ଞାନୀ ସଲୋମନ କୁହନ୍ତି, ଆମେ ସେଇ ପରିଶ୍ରମ, ସେଇ ଆମମାନଙ୍କର ହସ୍ତକୃତ କର୍ମ କାହାକୁ ଭାଙ୍ଗିବାର କର୍ମ ନାହିଁ, ଭାଙ୍ଗିବାର ଫଳ ଆମେ ନ ଦେଖୁ, ବନେଇବାର ଫଳ,
ଆଶୀର୍ବାଦ ଯେପରିକି ଅନେକ ପ୍ରଭୁଙ୍କର ଦାସମାନେ ଉତ୍ତମ ଫଳ ଦେଖିଲେ, ପରିତୃପ୍ତ ହେଲେ, ଆମମାନେ ମଧ୍ୟ ଏଇ ହସ୍ତକୃତ କର୍ମ ଯାହାକି ଆମେ କରୁଅଛୁ ସୁନ୍ଦର ଗଢିବା, ଯେପରି ପରମେଶ୍ୱର ଗଢିଥିଲେ, ଯେପରି ଯୀଶୁଖ୍ରୀଷ୍ଟ ଗଢିଥିଲେ, ଅନେକଙ୍କୁ ସୁନ୍ଦର ଭାବରେ ଗଢିଲେ, ଯେପରି କୁମ୍ଭକାର ଉତ୍ତମ ବିଷୟକୁ ସୁନ୍ଦର ପାତ୍ର ଗୁଡାକ ଗଢନ୍ତି, ଆଜି ଆମମାନେ ମଧ୍ୟ ସେହିପରି ଗଢିବା। ଏଇ ମୁଖର କଥା କହିକି ଗଢିବା, ଉତ୍ତମ ବିଷୟ କହିକି ଆମେ ଗଢି ପାରିବା। ମନ୍ଦ ରାସ୍ତାକୁ ଭଗ୍ନକୁ ଯାଉଥିବା ବ୍ୟକ୍ତିଙ୍କୁ ଆମେ ଆକର୍ଷଣ କରିପାରିବା। କଥା କହି ସେମାନଙ୍କୁ ଆମେ ବାନ୍ଧି ରଖିପାରିବା, ଗଠନ କରିବା ଏବଂ ପ୍ରଭୁଙ୍କ ଗୌରବ ନିମନ୍ତେ ତାଙ୍କୁ ପରିତୃପ୍ତ କରିପାରିବା, ମଙ୍ଗଳ କରିପାରିବା, ଆଶୀର୍ବାଦ କରିପାରିବା। ଅଳ୍ପ ବାକ୍ୟରେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।